ଏମିତି ଲୋକେ ମାନନ୍ତି ଯେ କିଛି ବି ଜିନିଷରେ ଯଦି ଆମେ ଏଡିକ୍ସନ୍ ହେଉ ତାହା ଆମମାନଙ୍କ ପାଇଁ ବହୁତ ହାନିକାରକ ହୋଇପାରେ। କିନ୍ତୁ ଆପଣ ଜାଣନ୍ତି କି ଆମ ସରାଉଣ୍ଡିଂରେ ଥିବା ବହୁତ ଲୋକ ଯେଉଁମାନେ କୌଣସି ନା କୌଣସି ଜିନିଷରେ ଏଡିକ୍ଟେଡ଼୍ ଅଛନ୍ତି, ଯେଉଁମାନେ ନିଜ ହୋସ୍ ଓ ଆବାଜରେ ଏ ଜିନିଷରେ ଏଡିକ୍ଟେଡ଼୍ ନୁହନ୍ତି, ବରଂ କେତେକ ଲୋକଙ୍କ ଉପରେ ସାୟଦ କିଛି ଏମିତି କରାଯାଇଛି ଯାହାର କାରଣରେ ସେମାନେ ଏମିତି ଏହି ଜିନିଷରେ ଆଡିକ୍ଟେଡ଼୍ ହୋଇପାରିଛନ୍ତି। ଅର୍ଥାତ୍ ସେ ଲୋକଟି ସାୟଦ କଷ୍ଟରେ ବଞ୍ଚିଛି। ଯଦି ଆପଣଙ୍କୁ ଏହି କଥା ଗୁଡ଼ିକ ମଜାକ ଲାଗୁଛି, ତେବେ ଆଜିର ଇନସିଡେଣ୍ଟ ଆପଣଙ୍କୁ ଏହି କଥାରେ ବିଶ୍ୱାସ କରିବାକୁ ବାଧ୍ୟ କରିଦେବ। ତାପରେ ଆପଣ ନିଜ ଆଖପାଖରେ ଥିବା ସେହି ଲୋକମାନଙ୍କୁ ଯେଉଁମାନେ କୌଣସି ଜିନିଷରେ ଏଡିକ୍ଟେଡ଼୍ ଅଛନ୍ତି, ସାୟଦ ଏକ ଅଲଗା ନଜରିଆରେ ଦେଖିବା ଆରମ୍ଭ କରିଦେବେ। ତେବେ ଚାଲନ୍ତୁ ଆରମ୍ଭ କରିବା। ହ୍ୟାଲୋ ସାଙ୍ଗମାନେ, ମୁଁ ଆଶା କରୁଛି ଆପଣମାନେ ଭଲ ଥିବେ। ଆଜି ମୁଁ ଆପଣମାନଙ୍କ ପାଇଁ ନେଇ ଆସିଅଛି ଆଉ ଗୋଟେ ନୂଆ କାହାଣୀ। ଚାଲନ୍ତୁ କାହାଣୀଟି ଷ୍ଟାର୍ଟ କରିବା। ଏବେ ଆଗକୁ ବଢ଼ିବା ଏହି ଇନସିଡେଣ୍ଟ ଦିଗରେ। ଏହି ଘଟଣାଟି ଆମ ସହିତ ରାକେଶ ନାମକ ଜଣେ ବ୍ୟକ୍ତି ସେୟାର କରିଥିଲେ। ରାକେଶ ହାଇଦ୍ରାବାଦରେ ରୁହନ୍ତି। ରାକେଶ କହିଲେ ଯେ ଏହି ଘଟଣା ତାଙ୍କ ସହିତ 2018 ଓ 2019 ମସିହାରେ ଘଟିଥିଲା। ଏହି ଘଟଣାକୁ କହିବା ପାଇଁ ମୋତେ 2018କୁ ଫେରିଯିବାକୁ ପଡ଼ିବ। ଚାଲନ୍ତୁ ସାଙ୍ଗମାନେ 2018କୁ ଫେରି ଦେଖିବା ଘଟଣାଟି କ'ଣ ଘଟିଥିଲା ରାକେଶଙ୍କ ସହ। ରାକେଶ କହିଲେ ଯେ ତାଙ୍କ ପରିବାରରେ ସେ ଓ ତାଙ୍କ ମା ଓ ପିତା ଥିଲେ। ତାଙ୍କ ପରିବାରରେ ଗୋଟିଏ ଛୋଟ ବ୍ୟବସାୟ ମଧ୍ୟ ଥିଲା। କିନ୍ତୁ ରାକେଶ ଚାହୁଁଥିଲେ ବାହାରକୁ ଯାଇ କିଛି ଏକ୍ସପ୍ଲୋର କରିବାକୁ, କୌଣସି ଚାକିରି ନେବାକୁ କିମ୍ବା ଏମିତି କିଛି କାମ କରିବାକୁ ଯାହାଦ୍ୱାରା ସେ ନିଜକୁ ଅଳ୍ପ ଇଣ୍ଡିପେଣ୍ଡେଣ୍ଟ ଭାବିପାରିବେ। ସେ ମାର୍କେଟକୁ ଏକ୍ସପ୍ଲୋର କରିବାକୁ ଓ ଦୁନିଆଦାରୀ ବିଷୟରେ ଶିଖିବାକୁ ଚାହୁଁଥିଲେ। ସେ ପୂର୍ବରୁ ଅଧିକ ସାଙ୍ଗମାନଙ୍କ ସହିତ ବାହାରକୁ ଯାଇନଥିଲେ। ତାଙ୍କ ଫ୍ରେଣ୍ଡ ସର୍କଲ ବହୁତ ବଡ଼ ନଥିଲା। ସେ ଅଧିକାଂଶ ସମୟରେ ଘରେ ନିଜ ପିତାଙ୍କ ବ୍ୟବସାୟରେ ସହଯୋଗ କରୁଥିଲେ। 2018 ମସିହାରେ ଯେପରିକି ମୁଁ କହିଲି, ରାକେଶ ଚାକିରି ଖୋଜିବାକୁ ବାହାରିଲେ। ଫର୍ଚୁନେଟଲି 2018 ମସିହାରେ ଶେଷରେ ନଭେମ୍ବର ମାସରେ ତାଙ୍କୁ ଚାକିରି ମିଳିଗଲା। ଏହି ଚାକିରି ଥିଲା ଡୋମିନୋଜରେ ଡେଲିଭରି ବୟ ଭାବେ କାମ। ରାକେଶକୁ ଏହି ଚାକିରି ବହୁତ ପସନ୍ଦ ଥିଲା, କାରଣ ସେ ବାଇକ୍ ଚଲାଇବାକୁ ଓ ଟ୍ରାଭେଲିଂ କରିବାକୁ ବହୁତ ପସନ୍ଦ କରୁଥିଲେ। ଏହି କାମ ତାଙ୍କୁ ସୁଇଟେବୁଲ୍ ଲାଗୁଥିଲା। ବାହାରେ କୌଣସି ଚାକିରି ଆରମ୍ଭ କରିବା ପାଇଁ ଏହା ବଡ଼ ଅବସର ଥିଲା। ହେଲେ ତାଙ୍କ ପିତା ଚାହୁଁନଥିଲେ ଯେ ନିଜ ବ୍ୟବସାୟକୁ ଫଲୋ କରନ୍ତୁ। ବ୍ୟବସାୟ ବଡ଼ ନଥିଲା, କିନ୍ତୁ ପରେ ତାଙ୍କୁ ହିଁ ସମ୍ଭାଳିବାକୁ ଥିଲା। କିନ୍ତୁ ରାକେଶ ଦୁନିଆକୁ ବୁଝିବାକୁ ବାହାରି ପଡ଼ିଲେ। ନଭେମ୍ବର ମାସରେ ସେ ହାଇଦ୍ରାବାଦରେ ଡୋମିନୋଜରେ ଏକ ଆଉଟଲେଟ୍ରେ ଜଏନ୍ କଲେ। ଧୀରେ ଧୀରେ ସେ କାମରେ ଅଭ୍ୟସ୍ତ ହେଉଥିଲେ। ଏହି ସମୟରେ ତାଙ୍କ ପରିବାରରେ ତାଙ୍କ ପାଇଁ ଝିଅ ଖୋଜୁଥିଲେ। ଡିସେମ୍ବର ମାସ ଏକ ଝିଅ ବିଷୟରେ ଜଣାପଡ଼ିଲା ଓ ଦୁଇ ପରିବାର ମିଟିଂ ହେଲେ। ପରେ ଦୁଇଜଣଙ୍କ ବିବାହ ଜାନୁଆରୀ ମାସରେ ଧାର୍ଯ୍ୟ ହେଲା। ସବୁକିଛି ଭଲ ଭାବରେ ହେଲା ଓ ବିବାହ ସମ୍ପୂର୍ଣ୍ଣ ହେଲା। ପରିବାରର ଖୁସି ଥିଲେ ଓ ରାକେଶ ଓ ତାଙ୍କ ସ୍ତ୍ରୀ ମଧ୍ୟ ଖୁସି ଥିଲେ। ତାପରେ ସେମାନେ ବାହାରକୁ ବୁଲିବାକୁ ଗଲେ। ବୁଲି ସାରି ଘରକୁ ଫେରିଲେ। ଫେବୃଆରୀ ମାସ ଏଭଳି କଟିଗଲା ଓ ମାର୍ଚ୍ଚରୁ ସେ ପୁଣି କାମରେ ସିରିୟସ୍ ହେଲେ। ପରବର୍ତ୍ତୀ 3-4 ମାସ ସବୁ ଠିକ୍ ଥିଲା। କିନ୍ତୁ 2019 ମସିହାରେ ଜୁଲାଇ ମାସରେ ଏକ ଦିନ ସେ ରାତି 9:30 10ଟା ମଧ୍ୟରେ ଏକ ଅର୍ଡ଼ର ଡେଲିଭରି ପାଇଁ ତାଙ୍କୁ ପଠାଯାଇଥିଲା। ରାକେଶ ବକ୍ସ ନେଇ ଆଉଟଲେଟ୍ରୁ ବାହାରିଲେ। ଲୋକେସନରେ ପହଞ୍ଚି ସେ ଦେଖିଲେ ଯେ ଲୋକେସନ ତାଙ୍କ ସମ୍ମୁଖରେ ଥିବା ଘରକୁ ଦେଖାଉଛି। କିନ୍ତୁ ଘରଟି କିଛି ସନ୍ଦେହଜନକ ଲାଗୁଥିଲା, କାରଣ ସମସ୍ତ ଲାଇଟ୍ ବନ୍ଦ ଥିଲା। ଗେଟ୍ର ବାହାରକୁ ସେ ଭଲ ଭାବରେ ଦେଖିଲେ। ଘରେ ଏକ ଇଲେକ୍ଟ୍ରିକ୍ ଲ୍ୟାମ୍ପ ଜଳୁଥିଲା। ସେ ଭାବିଲେ ଘର ଭିତରେ କେହି ନା କେହି ଅଛନ୍ତି। ସେ ଗେଟ୍ ଖୋଲି ଭିତରକୁ ଗଲେ। ଡୋର ବେଲ୍ ବଜାଇବାକୁ ଚେଷ୍ଟା କଲେ, କିନ୍ତୁ ବେଲ୍ ଖରାପ ଥିଲା। ପରେ ସେ ଦ୍ୱାରକୁ ଠକ୍ ଠକ୍ କଲେ। ଠକ୍ ଠକ୍ କରିବା ସହିତ ଦ୍ୱାର ଏକଦମ ଖୋଲିଗଲା। ସେଠାରେ ଏକ ମହିଳା ଛିଡ଼ା ହୋଇଥିଲେ। ସେ ଅଧିକ ବୟସ୍କ ନଥିଲେ। ତାଙ୍କ ବୟସ ପ୍ରାୟ 30ରୁ 40 ବର୍ଷ ମଧ୍ୟରେ ଥିଲା। କିନ୍ତୁ ଏଠାରେ ରାକେଶ କିଛି କଥା କହିଲେ। ରାକେଶ କହିଲେ ଯେ ଏମିତି ପ୍ରକୃତିର ଲୋକ ନୁହନ୍ତି, ଯାହାକୁ ଆଜିକାଲି ଦୁନିଆରେ ସାୟଦ ଠର୍କି ବୋଲି କୁହାଯାଏ। ରାକେଶ କହିଲେ ଯେ ବିବାହ ପୂର୍ବରୁ ତାଙ୍କର କୌଣସି ରିଲେସନସିପ୍ ନଥିଲା ଏବଂ ସେ ନିଜ ସ୍ତ୍ରୀ ସହ ପୂରାପୂରି ଖୁସି ଓ ପୂରାପୂରି କମିଟମେଣ୍ଟ ଥିଲେ। କିନ୍ତୁ ରାକେଶଙ୍କ କଥା ଅନୁସାରେ ଯେତେବେଳେ ସେ ଏହି ମହିଳାଙ୍କୁ ଦେଖିଲେ, ସେ ନିଜ ଇମୋସନ୍ କଣ୍ଟ୍ରୋଲ କରିପାରୁନଥିଲେ। ସେ ମହିଳାଙ୍କୁ ପ୍ରତି ଆଟ୍ରାକ୍ଟେଡ୍ ହେବାକୁ ଲାଗିଲେ। ତାଙ୍କୁ ଲାଗୁଥିଲା ଯେ ସାୟଦ ଏହି ମହିଳା ପୂର୍ବରୁ ଜାଣନ୍ତି ଏବଂ ସେ
ଚାହିଁଲେ ମଧ୍ୟ ତାଙ୍କୁ ଦେଖିବା ବନ୍ଦ କରିପାରୁନଥିଲେ। ଅନ୍ୟ ପକ୍ଷରେ ସେ ମହିଳା ମଧ୍ୟ ରାକେଶକୁ ହାଲୁକା ହସ ଦେଇ ଦେଖୁଥିଲା। ତାପରେ ହଠାତ୍ ରାକେଶ ବକ୍ସଟି ବାହାର କରି ତାଙ୍କ ସମ୍ମୁଖରେ ଦେଲା। ସାଧାରଣତଃ ସେହି ବକ୍ସ ଦେଲେ ଲୋକଟି ସିଧାସଳଖ ବକ୍ସ ଧରନ୍ତି, କିନ୍ତୁ ଏଠାରେ ସେହି ମହିଳା ଅଲଗା କରିଲେ। ସେ ପ୍ରଥମେ ନିଜ ହାତ ରାକେଶଙ୍କ ହାତ ତଳେ ରଖି ଧୀରେ ଧୀରେ ସେହି ହାତକୁ ସ୍ପର୍ଶ କରିବାକୁ ଦିଗରେ ନେଲେ, ବକ୍ସଟିକୁ ଧରିବାକୁ ଲାଗିଲେ। ସେ ବକ୍ସଟି ନେଲେ ଓ ସେଠି ଅନାଇ ରାକେଶକୁ ଦେଖୁଥିଲେ। ରାକେଶ କହିଲେ ଯେ ସେ ଚାହିଁଲେ ମଧ୍ୟ ତାଙ୍କୁ ଦେଖିବାକୁ ବନ୍ଦ କରିପାରୁନଥିଲେ। ହଠାତ୍ ତାଙ୍କ ଫୋନ୍ ବାଜି ଉଠିଲା ଓ ସେ ସିଧା ବାଇକ୍ ଉପରେ ବସି ଘରକୁ ଚାଲିଗଲେ। କିନ୍ତୁ ସାରା ରାସ୍ତାରେ ମଧ୍ୟ ରାକେଶଙ୍କ ମନରେ ସେଇ ମହିଳା ହିଁ ଚାଲୁଥିଲେ। ଘରକୁ ପହଞ୍ଚି ସେ ଡିନର କଲେ, କିନ୍ତୁ ରାତି ସାରା ଯେ ପର୍ଯ୍ୟନ୍ତ ସେ ଜାଗିଥିଲେ ସେହି ମହିଳାଙ୍କ ବିଷୟରେ ଭାବୁଥିଲେ। ସେ ଭାବୁଥିଲେ ଯେ ଏହା କେମିତି ଯୋଗାଯୋଗ, ସେ କାହିଁକି ଏତେ ଅଜବ ଭାବୁଛନ୍ତି, କାହିଁକି ସେ ଏହି ମହିଳାଙ୍କ ପ୍ରତି ଏତେ ଆଟ୍ରାକ୍ଟେଡ଼ ହେଉଛନ୍ତି। କିଛି ଟାଇମ୍ ପରେ ସେ ଶୋଇପଡ଼ିଲେ। ପରଦିନ ସକାଳେ ସାଧାରଣ ଭାବରେ ଫ୍ରେଶ ହେଲେ, ବ୍ରେକଫାଷ୍ଟ କଲେ ଓ କାମକୁ ଚାଲିଗଲେ। ସାରା ଦିନ ସେ ଡେଲିଭରି କଲେ, କିନ୍ତୁ ରାତି ହେଲେ ସେ ସେହି ଲୋକଙ୍କ ଚାରିପାଖରେ ଘୂରିବା ଆରମ୍ଭ କଲେ ଯିଏ ସାଧାରଣତଃ ଅନଲାଇନ୍ ଅର୍ଡ଼ର ନେଉଥିଲେ। ମାନେ ସ୍ପଷ୍ଟ ଥିଲା ଯେ ରାକେଶ 9:30ରୁ 10ଟା ସମୟରେ ପୁଣି ସେହି ଅର୍ଡ଼ର ଆସିବ ବୋଲି ଅପେକ୍ଷା କରୁଥିଲେ। ତାଙ୍କୁ ଜଣାନଥିଲା କାହିଁକି, କିନ୍ତୁ ଏମିତି ଇଣ୍ଟୁଇସନ୍ ଆସୁଥିଲା। ରାକେଶ ମନରୁ ଚାହୁଁନଥିଲେ ଯେ ପୁଣି ସେହି ଅର୍ଡ଼ର ଦେବାକୁ ଯାଆନ୍ତୁ, କିନ୍ତୁ ତାଙ୍କୁ ଲାଗୁଥିଲା କିଛି ଜିନିଷ ତାଙ୍କୁ ଜବରଦସ୍ତି ଟାଣୁଛି ଓ କହୁଛି ଯେ ସେହି ଅର୍ଡ଼ର ସେହି ଜାଗାକୁ ନେବା ପାଇଁ। ସେ ସେହି ଲୋକଙ୍କୁ କହିଲେ ଯେ ଯଦି ସେହି ନାମରେ ପୁଣି ଅର୍ଡ଼ର ଆସିବ ତାଙ୍କୁ କହିବେ ସେହି ମହିଳାଙ୍କ ନାମ ଥିଲା ରାଣୀ। ସେହି ଲୋକଙ୍କୁ ପଚାରିଲେ, ରାକେଶ କାହିଁକି ଏତେ ଖୁସି ଅଛୁ ସେହି ଅର୍ଡ଼ର ପାଇଁ? ରାକେଶ ସତ୍ୟ କହିବାକୁ ଚାହୁଁନଥିଲେ, ନା କଲିଗମାନଙ୍କୁ, ନା ସିନିୟରମାନଙ୍କୁ, ନା ଜୁନିୟରମାନଙ୍କୁ। ସେ କହିଲେ ଯେ ସେହି ମହିଳା ତାଙ୍କ ରିଲେଟିଭ୍ ଓ ଅଫିସ୍ ଏରିଆରେ ମିଶିବା ସୁବିଧା ହେବ, ସେଥିଲାଗି ମୁଁ ସେ ଅର୍ଡ଼ର ନେବାକୁ ଚାହୁଁଛି। ସମସ୍ତେ ଏହି କଥାକୁ ମାନିନେଲେ। ଯେପରି ସେ ଭାବୁଥିଲେ ସେହି ଅର୍ଡ଼ର ପୁଣି 9:30ରୁ 10ଟା ମଧ୍ୟରେ ସମୟରେ ଆସିଗଲା। ବିନା ଡେରି ନକରି ସେ ଅର୍ଡ଼ର ରାକେଶକୁ ଦେଇ ଦିଆଗଲା। ଏହା ମାତ୍ର ଦ୍ୱିତୀୟ ଦିନ ଥିଲା, କିନ୍ତୁ ପରେ ଏହା ନିୟମିତ ହୋଇଗଲା। ସମସ୍ତ ଜୁଲାଇ ମାସ ଏହିଭଳି କଟିଗଲା। ପ୍ରତିଦିନ ରାତିରେ ସେ ଅର୍ଡ଼ର ଆସୁଥିଲା ଓ ରାକେଶ ହିଁ ଦେବାକୁ ଯାଉଥିଲା। ତାଙ୍କୁ ଇଣ୍ଟୁଇସନ୍ ଅନୁସାରେ ଅର୍ଡ଼ର ଆସୁଥିଲା। ଧୀରେ ଧୀରେ ସେମାନଙ୍କର ନିକଟତା ବଢ଼ି ଯାଉଥିଲା। ଅର୍ଡ଼ର ସମୟ 9:30ରୁ 2ଟାକୁ ଆସିଗଲା। ଯେଉଁଠି ରାକେଶ ସେଠାରେ ଅଧିକ ସମୟ କାଟି ପାରୁଥିଲେ, ସେହି ମହିଳା ରାକେଶକୁ ଘର ଭିତରେ ଆସିବାକୁ ମଧ୍ୟ ଅଫର କଲେ। ସାଧାରଣତଃ ଯଦି କୌଣସି ଘରେ ଏକାକୀ ମହିଳା ରହୁଛନ୍ତି ଓ ଘର ଅନ୍ଧାର ଥାଏ, ତାହେଲେ ରାତିରେ ଘର ଭିତରକୁ ଆସିବାକୁ କହିଲେ ଯେକୌଣସି ଲୋକ ଏହାକୁ ଆଭଏଡ଼ କରିବ। ରାକେଶ କହିଲେ ତାଙ୍କ ଇଣ୍ଟେନସନ୍ ମଧ୍ୟ ସେମିତି ନଥିଲା। ସେ ଭିତରକୁ ଯିବାକୁ, କଥା ହେବାକୁ କିମ୍ବା ସେଠି ରହିବାକୁ ଚାହୁଁନଥିଲେ, କିନ୍ତୁ ତାଙ୍କ ଭିତରେ କିଛି ଏମିତି ଜିନିଷ ଥିଲା ଯାହା ତାଙ୍କୁ ଜବରଦସ୍ତି ସବୁକିଛି ପାଇଁ ହଁ କରିବାକୁ ବାଧ୍ୟ କରୁଥିଲା। ସେ ଘଣ୍ଟା ଘଣ୍ଟା ସେଠି ରହୁଥିଲେ। ଯେତେବେଳେ ସେ ଘର ଭିତରକୁ ଆସିବାକୁ କହିଲେ, ସେ ଭିତରକୁ ମଧ୍ୟ ଗଲେ। ଖାଇବା ପିଇବା ପାଇଁ ଯାହା ଦେଲେ ସେ ସବୁ ଗ୍ରହଣ କଲେ। ଧୀରେ ଧୀରେ ସେମାନଙ୍କ ନିକଟତା ବଢ଼ିଲା। ଯେ ମହିଳାଙ୍କ ବିବାହ ମାତ୍ର 6 ମାସ ପୂର୍ବରୁ ହୋଇଥିଲା, ତାଙ୍କ ପ୍ରତି ଆଟ୍ରାକ୍ଟେଡ଼ ଅନୁଭବ କରୁନଥିଲେ। ସେ ମହିଳାଙ୍କ ଉପରେ କ'ଣ ବିତୁଥିଲା କେହି ଜାଣୁନଥିଲେ। କିଛି ସମୟ ପରେ ରାକେଶ କହିଥିଲେ ଯେ ଅନଇଣ୍ଟେନ୍ସନାଲି ତାଙ୍କଠାରୁ ଏକ ବହୁତ ବଡ଼ ଭୁଲ ହୋଇଗଲା, ଯାହାକୁ ସେ ସାରା ଜୀବନ ସ୍ୱୀକାର କରିପାରିବେ ନାହିଁ ଓ ସାରା ଜୀବନ ନିଜକୁ ମାଫ କରିପାରିବେନି। କହିଲେ ଯେ ଏହିସବୁ ଘଟଣା ହେଇ ଲଗଭଗ 1.5 ମାସ ପରେ ସେ ସେହି ମହିଳା ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ। ଏହା ବହୁତ ଅଜବ କଥା ଯେ ସାଧାରଣତଃ କୌଣସି ଲୋକ ନିଜକୁ ଏମିତି କିଛି କରିବାକୁ କେବେ ଭାବିବେନି, କିନ୍ତୁ ରାକେଶ କହିଲେ ଯେ ସେ ସମୟରେ ପରିସ୍ଥିତି ଏମିତି ହୋଇଯାଇଥିଲା ଯେ ତାଙ୍କୁ ଲାଗୁଥିଲା ଯେ କୌଣସି ଚଙ୍ଗୁଲରେ ଫସି ଯାଇଛନ୍ତି, କୌଣସି ଜାଲରେ ଫସି ଯାଇଛନ୍ତି। ସେ ଏହାରୁ ବାହାରିବାକୁ ଚାହୁଁଥିଲେ, କିନ୍ତୁ ଚାହିଁଲେ ମଧ୍ୟ ବାହାରି ପାରୁନଥିଲେ। ତାଙ୍କୁ ଲାଗୁଥିଲା ଏହା ଗୋଟିଏ ଦଲଦଲ ଭଳି, ଯେଉଁଠି ସେ ଦିନକୁ ଦିନ ଅଧିକ ଫସି ଯାଉଥିଲେ। ସେମାନଙ୍କୁ ମାତ୍ର ଏକ ସମୟରେ ଅନୁତାପ ହେଉଥିଲା। ଯେତେବେଳେ ସେ ରାତିରେ ଘରକୁ ପହଞ୍ଚୁଥିଲେ, ସାରା ରାତି ସେ ଅନୁତାପରେ କାଟୁଥିଲେ, କିନ୍ତୁ ପରଦିନ ସକାଳୁ ଆଉ ଥରେ ସେ ଏହି ଅପେକ୍ଷାରେ ରହୁଥିଲେ ଯେ କେବେ ସେହି ଲେଡିଙ୍କ ଅର୍ଡ଼ର ଆସିବ ଓ କେବେ ସେ ଦେବାକୁ ଯିବେ। 1.5 ମାସରେ ସେମାନେ ବହୁତ ନିକଟ ହୋଇଯାଇଥିଲେ। ତାପରେ ପରବର୍ତ୍ତୀ ଅଧା ମାସ ମଧ୍ୟ ଏଭଳି କଟିଗଲା।
ଏବେ ଲାଗୁଥିଲା ଯେ ରାକେଶ ପୁରାପୁରି ସେଇ ମହିଳାଙ୍କ ହୋଇଯାଇଛନ୍ତି ଓ ତାଙ୍କ ନିଜ ସ୍ତ୍ରୀ ସହ କିଛି ସମ୍ପର୍କ ନାହିଁ। ଅନ୍ୟପଟେ ତାଙ୍କ ସ୍ତ୍ରୀ ମଧ୍ୟ ବହୁତ ଦୁଃଖୀ ଥିଲେ, କିନ୍ତୁ କେହି ଜାଣୁନଥିଲେ ଆଖିରକାର ଘଟିଛି କ'ଣ। ଏବେ ରାକେଶଙ୍କ ଜୀବନରେ ସବୁଠାରୁ କଷ୍ଟଦାୟକ ସମୟ ଆସିବାକୁ ଥିଲା। ଲଗଭଗ 2 ମାସ ଏଭଳି କଟିଗଲା। ରାକେଶକୁ ବହୁତ ଏକ୍ସାଇଟେଡ୍ ଥିଲେ ଯେ ଅର୍ଡ଼ର ଆସିବ, କିନ୍ତୁ ହଠାତ୍ ସେହି ଅର୍ଡ଼ର ଆସିବା ବନ୍ଦ ହୋଇଗଲା। ରାକେଶ ମେଣ୍ଟାଲି ବହୁତ ଅସୁସ୍ଥ ହେବାକୁ ଲାଗିଲେ। ସେ ଏକ ପ୍ରକାରର ପାଗଳ ଭଳି ବ୍ୟବହାର କରୁଥିଲେ ଯେ କାମକୁ ଯିବା ମଧ୍ୟ ଛାଡ଼ିଦେଲେ। ପ୍ରଥମେ 8-10 ଦିନ ସେ ଅପେକ୍ଷା କଲେ ଯେ ସେଠାରୁ ଅର୍ଡ଼ର ଆସିବ। ଯେତେବେଳେ ଅର୍ଡ଼ର ଆସିଲା ନାହିଁ, ସେ ଘରକୁ ଯିବାବେଳେ ସେ ପୁଣି ସେ ଘରକୁ ଯାଉଥିଲେ। କିନ୍ତୁ ସେଠାକୁ ପହଞ୍ଚିଲେ ଦେଖୁଥିଲେ ସମ୍ପୂର୍ଣ୍ଣ ଅନ୍ଧାର। ବାହାରୁ ରାଣୀ ରାଣୀ ବୋଲି ଡାକୁଥିଲେ, କିନ୍ତୁ ଭିତରୁ କୌଣସି ଶବ୍ଦ ଆସୁନଥିଲା। ପରେ ସେ ଘରକୁ ଫେରି ଯାଉଥିଲେ। 10-15 ଦିନ ପରେ ରାକେଶ ସମ୍ପୂର୍ଣ୍ଣ କାମ ଛାଡ଼ିଦେଲା। ସେ ଘରେ ରହୁଥିଲା, କିନ୍ତୁ ପରିବାରର ସଦସ୍ୟଙ୍କ ପାଇଁ ତାଙ୍କ ମନରେ କୌଣସି ସ୍ନେହ ରହିନଥିଲା। ସେ ପୁରାପୁରି ପାଗଳ ଭଳି ହୋଇଯାଇଥିଲା। ରାତିରେ କେବେ ଅଚାନକ ଉଠିଯିବ, କେବେ ଦିଆଲ ସହ କଥା ହେବ, କେବେ ପରିବାର ସଦସ୍ୟଙ୍କୁ ପରିବାର ଭଳି ବ୍ୟବହାର ନକରି ଏମିତି ଅସାମାନ୍ୟ ବ୍ୟବହାର କରୁଥିଲା। ପରିବାର ଚାହୁଁଥିଲେ ତାଙ୍କୁ ମେଣ୍ଟାଲ ହସ୍ପିଟାଲକୁ ନେବାକୁ କିମ୍ବା ଅନ୍ୟ କୌଣସି ହସ୍ପିଟାଲରେ ଚେକ୍ କରିବାକୁ, ଯାହାଦ୍ୱାରା ଜଣାପଡ଼ିବ ତାଙ୍କ ସହ କ'ଣ ହୋଇଛି। କିନ୍ତୁ ପରିବାର ଏହି କଥାକୁ ସାର୍ବଜନିକ କରିବାକୁ ଚାହୁଁନଥିଲେ। ଏହି କାରଣରେ ସେମାନେ ତାନ୍ତ୍ରିକମାନଙ୍କ ପାଖକୁ ଯିବା ଆରମ୍ଭ କଲେ। ଭିନ୍ନ ଭିନ୍ନ ତାନ୍ତ୍ରିକ ଓ ବାବାମାନେ ଭିନ୍ନ ଭିନ୍ନ ପରାମର୍ଶ ଦେଉଥିଲେ, କିନ୍ତୁ କାହାକୁ ମଧ୍ୟ ଜଣାନଥିଲା ରାକେଶଙ୍କ ସହ ସତରେ ଘଟିଛି କ'ଣ ଓ ଏହି ସମସ୍ୟା କାହିଁକି ଆସିଛି। ପରିବାରର ବହୁତ ଦୁଃଖୀ ହୋଇଯାଇଥିଲେ। କୌଣସି ସମାଧାନ ମିଳୁନଥିଲା। ଏକ ରାତି କିଛି ଏମିତି ଘଟିଲା ଯାହା ପରିବାର ପାଇଁ ଭୟଙ୍କର ଥିଲା, କିନ୍ତୁ ସାୟଦ ସମାଧାନ ମଧ୍ୟ ସେଠାରୁ ମିଳିବାକୁ ଥିଲା। ସେହି ରାତିରେ ପରିବାରରେ ଡିନର କରି ଶୋଇବାକୁ ଯାଉଥିଲେ। ହଠାତ୍ ରାକେଶ ଚିତ୍କାର କରି କହିବାକୁ ଲାଗିଲେ, ମୁଁ ରାଣୀଙ୍କ ପାଖକୁ ଯିବାକୁ ଚାହେଁ। ମୁଁ ରାଣୀଙ୍କୁ ଦେଖା କରିବାକୁ ଚାହେଁ। ଯାହା ବି କିଛି ହେଉ ମୁଁ ସେଠାରେ ରହିବି। ଏବେ ପରିବାର ପାଇଁ ରାଣୀ ନାମଟି ବାହାରି ଆସିଲା। କେହି ଜାଣୁନଥିଲେ ଏ ରାଣୀ କିଏ। ପରିବାର ଜାଣୁନଥିଲେ ବିବାହ ପୂର୍ବରୁ ତାଙ୍କର କୌଣସି ଅଫେୟାର ନଥିଲା, କିନ୍ତୁ ତାଙ୍କ ସ୍ତ୍ରୀ ଏବେ ସନ୍ଦେହ ହେବାକୁ ଲାଗିଲା ଯେ ସାୟଦ କୌଣସି ଏମିତି ମହିଳା ଅଛନ୍ତି ଯାହା ବିଷୟରେ ସେ ଜାଣୁନଥିଲେ ଏବଂ ସେ କାରଣରୁ ସେ ଭୟଙ୍କର ଅବସ୍ଥା ହୋଇଛି। ସେ ସମସ୍ତ ଦୋଷ ରାକେଶକୁ ଦେବାକୁ ଆରମ୍ଭ କଲେ। ଯେତେବେଳେ ସେ ପରିବାରକୁ ପଚାରିଲେ, ପରିବାର କହିଲେ ଏମିତି କୌଣସି ମହିଳା ନାହାନ୍ତି ଯାହାଙ୍କ ନାମ ରାଣୀ। ତାପରେ ସେ ରାକେଶଙ୍କ କଲିଗମାନଙ୍କ ସହ ଯୋଗାଯୋଗ କଲେ। ସେମାନଙ୍କୁ କହିଲେ ଯେ ରାଣୀ ନାମର କୌଣସି ମହିଳା ଅଛନ୍ତି କି, ଯାହା ବିଷୟରେ ରାକେଶ ବାରମ୍ବାର ପଚାରୁଥିଲେ ଏବଂ ସେହି କାରଣରୁ ସେ ମେଣ୍ଟାଲି ବହୁତ ଦୁଃଖୀ ଅଛନ୍ତି। ଯେତେବେଳେ ଏହି ନାମ କଲିଗମାନଙ୍କ ପାଖକୁ ପହଞ୍ଚିଲା, ସେମାନେ ବୁଝିବାକୁ ଗଲେ ମାମଲା କ'ଣ ହୋଇପାରେ। ସେମାନେ ରାକେଶଙ୍କ ସ୍ତ୍ରୀକୁ କହିଲେ ଯେ ଏହି ମହିଳା ଥିଲେ ଯାହା ଅର୍ଡ଼ର ପ୍ରାୟ ପ୍ରତିଦିନ ଆସୁଥିଲା। ତାଙ୍କ ନାମ ଥିଲା ରାଣୀ। ରାକେଶ କହୁଥିଲେ ଯେ ସେ ତାଙ୍କ ରିଲେଟିଭ, ଏହି କାରଣରୁ ସେ ନିଜ କାମ ସମୟରେ ଦେଖା ହେଇଯାଉଥିଲା। ଏଥିପାଇଁ ସେ ପ୍ରତିଦିନ ଅର୍ଡ଼ର ଦେବାକୁ ଯାଉଥିଲେ, କିନ୍ତୁ 2 ମାସ ପରେ ହଠାତ୍ ଅର୍ଡ଼ର ଆସିବା ବନ୍ଦ ହୋଇଗଲା। ସାୟଦ ଏହି କାରଣରୁ ରାକେଶଙ୍କ ଏହି ଅବସ୍ଥା ହୋଇଛି। ଏବେ ପରିବାରର ସନ୍ଦେହ ଆଉ ବଢ଼ିଗଲା। ସ୍ତ୍ରୀ ସହ ପରିବାରକୁ ମଧ୍ୟ ଲାଗିଲା ସାୟଦ ଏକ୍ସଟ୍ରା ମାରିଟାଲ ଆଫେୟାର ଚାଲୁଥିଲା। ଏହି କାରଣରୁ ସେ ଏଭଳି ବ୍ୟବହାର କରୁଛନ୍ତି। ଏହାପରେ ସେ ରାକେଶଙ୍କ ସ୍ତ୍ରୀ କଲିଗମାନଙ୍କ ଠାରୁ ସେହି ଠିକଣା ନେଲେ। ପରଦିନ ସେ ରାକେଶକୁ ସେହି ଠିକଣାକୁ ନେଇଗଲେ। ସେଠାକୁ ପହଞ୍ଚି ସମସ୍ତେ ପୁରା ସାଇଲେଣ୍ଟ ହୋଇଗଲେ। ରାକେଶ ଘରଟିକୁ ଦେଖି ଦୌଡ଼ି ଭିତରକୁ ଯାଇ ରାଣୀ ରାଣୀ ବୋଲି ଚିତ୍କାର କରୁଥିଲା। ସେ ମେଣ୍ଟାଲି ପୂର୍ବରୁ ଅସ୍ଥିର ହୋଇପଡ଼ିଥିଲା। ପରିବାରର ଲୋକେ ତାଙ୍କ ପଛେ ପଛେ ଗଲେ, କିନ୍ତୁ ସେଠାକୁ ପହଞ୍ଚି ସେମାନେ ଭୟଙ୍କର ଦୃଶ୍ୟ ଦେଖିଲେ। ଘରର ମୁଖ୍ୟ ଦ୍ୱାର ପୁରୁଣା ତାଲା ଲାଗିଥିଲା, ଯାହା ଦେଖି ଲାଗୁଥିଲା ବହୁତ ମାସ ଧରି ଏହି ଲାଗି ରହିଛି। ତାଲା ଉପରେ କିଛି ବସା ମଧ୍ୟ ବାନ୍ଧି ବସିଥିଲା। ଅନ୍ୟପଟେ ରାକେଶ ରାଣୀ ରାଣୀ ବୋଲି ଚିତ୍କାର କରୁଥିଲା। ତାଙ୍କ ଶବ୍ଦ ଚାରିପାଖରେ ପ୍ରସାରିତ ହେବା ସହ ପଡ଼ୋଶୀମାନେ ବାହାରକୁ ଆସିଲେ। ସେମାନେ ମଧ୍ୟ ଏହିସବୁ ଦେଖି ସକ୍ ହୋଇଗଲେ ଯେ ସତରେ ପ୍ରୋବ୍ଲେମ୍ କ'ଣ। ତାପରେ ରାକେଶଙ୍କ ସ୍ତ୍ରୀ ଗୋଟିଏ ପଡ଼ୋଶୀଙ୍କ ପାଖକୁ ଯାଇ ପଚାରିଲେ ଯେ ସେ କି ଏଠାରେ କୌଣସି ଏହି ଘରେ କିଛି ମହିଳା ରହୁଥିଲେ କି, ଆପଣଙ୍କୁ ଜଣାଅଛି କି ସେ କେଉଁଠି ଅଛନ୍ତି। ସେହି ପଡ଼ୋଶୀମାନେ କହିଲେ ଯେ ଏହି ଘରେ ଦୀର୍ଘ 3 ମାସ ଧରି କେହି ମଧ୍ୟ ରହୁନାହାନ୍ତି। ବାସ୍ତବରେ ଏଠାରେ ଗୋଟିଏ ମହିଳା ରହୁଥିଲା ଯିଏ କଳା ମାୟା କରୁଥିଲା, ଯାହାର କାରଣରୁ ପଡ଼ୋଶୀର ସମସ୍ତ ଲୋକ ବହୁତ ପ୍ରୋବ୍ଲେମରେ ରହୁଥିଲେ।
ସେ ସମସ୍ତଙ୍କୁ କିଛି ନା କିଛି ସମସ୍ୟାରେ ପକାଇ ରଖୁଥିଲା। ଯେତେବେଳେ ଲୋକମାନେ ମିଶି ତାକୁ ଗାଳି କରିବାକୁ ଆରମ୍ଭ କଲେ ଏବଂ ସେଠାରୁ ବାହାର କରିବାକୁ ଚେଷ୍ଟା କଲେ, ସେ ନିଜ ଘର ଭିତରେ ହିଁ ଆତ୍ମହତ୍ୟା କରିଦେଲା। ସେଇ ଘରର ସେଠି କୋଠରୀ ଭିତରେ, ଯେଉଁ କୋଠରୀକୁ ରାକେଶ ପ୍ରତିଦିନ ଅର୍ଡ଼ର ଦେବାକୁ ଯାଉଥିଲା, 3 ମାସ ପୂର୍ବରୁ ରାକେଶକୁ ଏହି ଅର୍ଡ଼ର ଲଗଭଗ 2-2.5 ମାସ ପୂର୍ବରୁ ଆସିବା ଆରମ୍ଭ ହୋଇଥିଲା। ତାପରେ ରାକେଶଙ୍କ ସ୍ତ୍ରୀ ସେହି ମହିଳାଙ୍କ ନାମ ପଚାରିଲେ ଯେ ସେ ଏଠାରେ ରହୁଥିଲେ। ନାମ ଶୁଣି ସମସ୍ତେ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ। ସେହି ନାମ ଅନ୍ୟ କିଛି ନୁହେଁ ବରଂ ରାଣୀ ହିଁ ଥିଲା। ଏହା ଶୁଣିବା ମାତ୍ରେ ରାକେଶ ଚିତ୍କାର କରୁଥିଲେ, ହଲ୍ଲା କରୁଥିଲେ, ପାଗଳ ହୋଇଯାଇଥିଲେ। ସେ ଏକଦମ ଶାନ୍ତ ହୋଇଗଲେ, ଯେପରି ତାଙ୍କ ମୁହଁରୁ ଶବ୍ଦ ବାହାରୁ ନଥିଲା। ତାଙ୍କ ମଗଜ କାମ କରିବା ବନ୍ଦ କରିଦେଲା ଏବଂ ସେ ଏକ ପ୍ରକାରର ଭାବଶୂନ୍ୟ ହୋଇଗଲେ। ତାପରେ ରାକେଶଙ୍କର ପରିବାର ତାଙ୍କୁ ଘରକୁ ନେଇଗଲେ। ପୁନର୍ବାର ତାଙ୍କୁ ବାବା ଓ ତାନ୍ତ୍ରିକମାନଙ୍କ ପାଖକୁ ନେଇ ଯାଉଥିଲେ। ତାପରେ ପରିବାରର ଗୋଟେ ତାନ୍ତ୍ରିକ ପାଖକୁ ପହଞ୍ଚିଲେ, ଯାହାଙ୍କ କଥା ସେମାନଙ୍କର କିଛି ଅଂଶରେ ସତ୍ୟ ଲାଗିଲା। ଏହି କଥା ରାକେଶ ମଧ୍ୟ କହିଥିଲେ ଯେ ସେ ଏହି ଆତ୍ମା ଏହି ଡାଇନଙ୍କ ନିୟନ୍ତ୍ରଣରେ ଥିଲେ। ତାପରେ ରାକେଶଙ୍କର ଚିକିତ୍ସା କରାଯାଇଥିଲା। ଧୀରେ ଧୀରେ ରାକେଶ ସୁସ୍ଥ ହେବାକୁ ଆରମ୍ଭ କଲେ। କିଛି ମାସ ଲାଗିଲା, କିନ୍ତୁ ତାପରେ ସବୁକିଛି ପ୍ରାୟ ସାଧାରଣ ହୋଇଗଲା। ରାକେଶ କହିଲେ ଯେ ତାପରେ ସେ ଏହି ଏରିଆକୁ ଆସିବା ଯିବା ମଧ୍ୟ ବନ୍ଦ କରିଦେଇଥିଲେ। ଏହି 2 ମାସର ସମୟରେ ରାକେଶଙ୍କ ଶରୀର ପୂରାପୂରି କ୍ଷୀଣ ହୋଇଯାଇଥିଲା। ସେ ବହୁତ ଶୁଖି ଯାଇଥିଲେ। ଦେଖିବାକୁ ଏମିତି ଲାଗୁଥିଲେ ଯେପରି ତାଙ୍କର ଶରୀର ସାୟଦ ରକ୍ତ ମଧ୍ୟ ରହିନଥିଲା। ରାକେଶ କହିଲେ ଯେ ତାଙ୍କର ପରିବାର ଭଗବାନଙ୍କୁ ବହୁତ ପୂଜା କରନ୍ତି। ମୋର ସ୍ତ୍ରୀ ବହୁତ ଭକ୍ତିଶାଳୀ। ସାୟଦ ସେମାନଙ୍କ ପୂଜାର ଫଳ ତାଙ୍କୁ ମିଳିଛି, ରାକେଶକୁ ମିଳିଛି, ଯାହାର କାରଣରେ ସେ ବଞ୍ଚିଗଲେ ଏବଂ 2 ମାସ ପରେ ଏହି ଘଟଣାମାନେ ତାଙ୍କ ସହ ଆପେ ଆପେ ବନ୍ଦ ହୋଇଗଲା। ଆମ ଆଖପାଖରେ ଅନେକ ଲୋକ ଥାଆନ୍ତି ଯେଉଁମାନେ ଆମକୁ ଦେଖିବାକୁ କିଛି ଭିନ୍ନ ଲାଗନ୍ତି, ସେ ଯେଉଁମାନଙ୍କର ବ୍ୟବହାର ଏକଦମ ବଦଳିଯାଏ। ତେଣୁ ଆବଶ୍ୟକ ନୁହେଁ ଯେ ସେମାନଙ୍କ ସ୍ୱଭାବ ବଦଳିଗଲା କିମ୍ବା ସେମାନେ ଷ୍ଟ୍ରେସରେ ଅଛନ୍ତି। ସମ୍ଭବତଃ ସେମାନେ କୌଣସି ଭୟଙ୍କର ଜିନିଷରେ ପ୍ରଭାବିତ ଥାଇପାରନ୍ତି। ତେଣୁ ନିଜ ପାଖ ଆଖରେ ଲୋକମାନଙ୍କ ଯତ୍ନ ନିଅନ୍ତୁ। ଯଦି ଏମିତି କେହି ଲୋକ ମିଳନ୍ତି, ତାଙ୍କୁ ଗୋଟେ ଥର ନିଶ୍ଚିତ ପଚାରନ୍ତୁ ଯେ ସେ କୌଣସି ରାଣୀକୁ ଜାଣନ୍ତି କି ନାହିଁ। ମୁଁ ଆଶା କରୁଛି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥିବ ଏବଂ ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଏହି ଦୁର୍ଭାଗ୍ୟବଶତଃ ମୁଁ ଚାହେଁ ନାହିଁ ଯେ କାହା ସହ ଏମିତି କୌଣସି ଘଟଣା ଘଟୁ, କିନ୍ତୁ ଯଦି ଆପଣ ଚାହାନ୍ତି ଯେ ଆପଣଙ୍କ ସହ କିମ୍ବା ଆପଣଙ୍କ କୌଣସି ପରିବାରର ସଦସ୍ୟ, ବନ୍ଧୁ, ଭାଇ, ଭଉଣୀ, କଲିଗ୍ କାହା ସହ ଏମିତି କୌଣସି ଘଟଣା ଘଟିଥାଏ, ତେବେ ଆପଣ ମୋର ମେଲ୍ ଆଇଡ଼ିରେ ସେୟାର କରିପାରିବେ, ଯାହାର ଲିଙ୍କ ଆପଣଙ୍କୁ ମୋ ଡେସ୍କ୍ରିପସନ୍ ବକ୍ସରେ ମିଳିଯିବ। ତେଣୁ ପରବର୍ତ୍ତୀ ଭିଡ଼ିଓରେ ପୁଣି ଦେଖା ହେବା। ବାଏ ବାଏ। ଜୟ ଜଗନ୍ନାଥ।